ଘନ ଜଙ୍ଗଲର ଥଣ୍ଡା ଖୋଲା ଆକାଶ ତଳେ ଥିଲା ଏକ ଛୋଟ ଚଢ଼େଇ। ନାଁଟି ତାର ଟିକୁ। ବହୁତ ଛୋଟ, ଶରୀର ଏତେ ମଜବୁତ ବି ନୁହେଁ, କିନ୍ତୁ ସ୍ୱପ୍ନ ସବୁଠୁ ବଡ଼। ଟିକୁର ଗୋଟେ ହିଁ ଇଚ୍ଛା, ନିଜର ମା ପାଇଁ ଏକ ସୁନ୍ଦର ଘୋଷା ତିଆରି କରିବ। ମା ପକ୍ଷୀ ବୁଢ଼ା ହୋଇଗଲାଣି। ଏହି ଶୀତ ଋତୁରେ ମାକୁ ରଖିବାକୁ ଏକ ସୁରକ୍ଷିତ ଘୋଷା ବନେଇବି, ଏହା ହିଁ ତାର କାମନା। ସେ କାମ ଆରମ୍ଭ କଲା। ପାଖରେ ଥିବା ଫୁଲ, ପତ୍ର, ଗଛର ନରମ ଡାଳ। ଟିକୁ ଦିନ ରାତି ଛୋଟ ଛୋଟ ପାଦରେ ସବୁ ଯୋଗାଡ଼ କରୁଥିଲା। ମା ଦେଖୁଥିଲା ତା ପୁଅର ଭଲ ପାଇବା। ମା କହୁଥିଲା, ଟିକୁ, ମୋର ପୁଅ, ଏତେ ସାନ ହୃଦୟରେ କେତେ ସ୍ନେହ ତୋର ଅଛି। ଟିକୁ ହସି ହସି କହୁଥିଲା, ମା, ତୁମକୁ ଶୀତରେ ଥଣ୍ଡା ଲାଗିବାକୁ ମୁଁ ଦେବିନି। ସେଦିନ ନୂଆ ବସାକୁ ଯିବାର ଥିଲା। କେତେ ଦିନ ଆଉ ପଡ଼ୋଶୀ ବସାରେ ରହିବେ? କିନ୍ତୁ ମା କହିଲା, ପୁଅରେ, ଆଜି ନୁହେଁ, ଦେହ କାହିଁ ଭଲ ଲାଗୁନି, ଆମେ କାଲି ଯିବା। ପରଦିନ ସକାଳେ ଟିକୁ ଖୁସିରେ ଉଡ଼ି ଘୋଷା ଦେଖିବାକୁ ଆସିଲା। କିନ୍ତୁ ସେ ଘୋଷାଟିର ନିକଟରେ ଆସିବା ସମୟରେ ତାର ହୃଦୟ ଥମିଗଲା। ସେଇ ମଜବୁତ ଗଛଟି ଭାଙ୍ଗି ପଡ଼ିଛି ଏବଂ ତା ସହିତ ଟିକୁ ତିଆରି କରିଥିବା ସବୁଠାରୁ ପ୍ରିୟ ଘୋଷା ମଧ୍ୟ ନଷ୍ଟ। ଟିକୁର ଆଖିରୁ ଲୁହ ଝରି ପଡ଼ିଲା। ସେ ଘୋଷାକୁ ଦେଖିବାକୁ ଗଲା, କିନ୍ତୁ କିଛି ନଥିଲା। ମା ଆସି ତାର ମୁଣ୍ଡ ଆଉଁସି କହିଲେ, ପୁଅ, ମତେ ଦେଖ, କାହିଁ କାନ୍ଦୁଛୁ? ଟିକୁ ଲୁହ ଭିଜା ଆଖିରେ କହିଲା, ମା, ମୁଁ ତୋ ପାଇଁ ଘୋଷା କରିଥିଲି, କିନ୍ତୁ ଭଗବାନ ସବୁ କାହିଁକି ନଷ୍ଟ କରିଦେଲେ? ମୁଁ କଣ ଖରାପ କରିଛି ମା? ମା ମଧ୍ୟ ଦୁଃଖିତ, କିନ୍ତୁ କହିଲେ, ପୁଅ, ଭଗବାନଙ୍କର ଯୋଜନା ବଡ଼। କିଛି ଯାଉଥିବା ପଛରେ ଆଉ କିଛି ଭଲ ଥାଏ। ସଞ୍ଜକୁ ଜଙ୍ଗଲର ରାଜକୁମାର ହଳଦିଆ ବାଜ ଆସିଲା। ସେ ଗଛ ଉପରେ ବସି ଟିକୁକୁ ଡାକିଲା, ହେ ଟିକୁ, ତୁମ ଘୋଷା କେଉଁ ଗଛରେ ଥିଲା? ଟିକୁ ଲୁହ ପୋଛି କହିଲା, ସେଇ ବଡ଼ ଗଛଟିରେ, କିନ୍ତୁ ଏବେ ତ ତାହା ଭାଙ୍ଗିଗଲା। ବାଜ କହିଲା, ସେଇ ଗଛରେ ଗତ ରାତିରେ ବଜ୍ର ପଡ଼ିଛି। ଯଦି ତୁମେ ସେଠି ଥାଆନ୍ତ, ତୁମେ ଆଉ ବଞ୍ଚି ନଥାନ୍ତ। ଟିକୁ ଭୟ ଭରା ଆଖିରେ ମାକୁ ଦେଖିଲା। ମା ତାକୁ ଆଲିଙ୍ଗନ କରି କହିଲେ, ପୁଅ, ଭଗବାନ ସିନା ଆମ ଘୋଷାକୁ ଭାଙ୍ଗିଦେଲେ, କିନ୍ତୁ ଆମକୁ ସବୁଠାରୁ ବଡ଼ ବିପଦରୁ ବଞ୍ଚେଇ ଦେଲେ। ଟିକୁ ଏବେ ବୁଝିଲା। ସେ ଆକାଶକୁ ଦେଖି କହିଲା, ଧନ୍ୟବାଦ ଭଗବାନ। ତୁମେ ମୋର ସ୍ୱପ୍ନକୁ ଭାଙ୍ଗିଥିଲ, କିନ୍ତୁ ସେ ପଛରେ ଲୁଚି ରହିଥିଲା ମୋର ଜୀବନ। ପରବର୍ତ୍ତୀ ଦିନ ସବୁ ଚଢ଼େଇ ମିଶି ଟିକୁକୁ ସାହାଯ୍ୟ କଲେ। ଜଙ୍ଗଲର ସବୁଠାରୁ ସୁରକ୍ଷିତ, ସୂର୍ଯ୍ୟ କିରଣ ପଡୁଥିବା, ବାତ୍ୟାରୁ ରକ୍ଷା କରୁଥିବା ଜାଗାକୁ ଚୟନ କରାଗଲା। ସେମାନେ ସବୁଠାରୁ ସୁନ୍ଦର ଘୋଷା ତିଆରି କରିଥିଲେ। ମା ଆଖିରେ ଲୁହ ନେଇ କହିଲେ, ଟିକୁ, ଏହା ହିଁ ପ୍ରକୃତରେ ଭଗବାନଙ୍କର ଯୋଜନା। ଯାହା ଗଲା ତାହା ସୁରକ୍ଷା ଥିଲା, ଯାହା ଆସିଲା ତାହା ହିଁ ଆଶୀର୍ବାଦ। ଟିକୁ ହସି କହିଲା, ମା, ମୁଁ ଏବେ ଜାଣିଗଲି, କେବେ କେବେ ଯାହା ଭାଙ୍ଗିଯାଏ ତାହା ଆମର ଖରାପ ପାଇଁ ନୁହେଁ, ଭଲ ପାଇଁ ହୋଇଥାଏ। କେବେ କେବେ ଆମେ ଭାବୁ, ମୋ ସହ କାହିଁକି ଏତେ ଖରାପ ଘଟିଲା? କିନ୍ତୁ ଟିକୁ ଚଢ଼େଇର କାହାଣୀ ମନେ ରଖ, ଭଗବାନ ତୁମ ସ୍ୱପ୍ନକୁ ଭାଙ୍ଗନ୍ତିନି, ସେ କେବଳ ବିପଦର ଦ୍ୱାର ଅଟକାନ୍ତି, ତାପରେ ତୁମକୁ ଆହୁରି ଭଲ ରାସ୍ତା ଦେଖାନ୍ତି।